Hello, my dear students. Welcome back to Study with Swamit YouTube channel. Dear students, ଆଜିକାର ଏହି କ୍ଲାସରେ ଆମେ ଆଲୋଚନା କରିବା କଳିଙ୍ଗ ଯୁଦ୍ଧ, ତାହାର କାରଣ ଓ ଫଳାଫଳ। ଅର୍ଥାତ୍ ଅଶୋକଙ୍କର ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିବା କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଆଜି ସବିଶେଷ ଆଲୋଚନା କରିବାକୁ ଆମେ ଯାଉଛନ୍ତି। ତ ଡେରି ନ କରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଭିଡ଼ିଓଟି ବେଶୀ ଲଙ୍ଗ ହବନି, ତ ସମସ୍ତେ ଫୁଲ୍ ୱାଚ୍ କରିବ, ଯାହାକି 10 ରୁ 15 ମିନିଟ୍ ଭିତରେ ଆମେ କଭର କରିବା। ତ ସମସ୍ତେ ଧ୍ୟାନର ସହିତ ଦେଖିବ ଏବଂ ଯାହା ବି ଡାଉଟ୍ ରହିଲା ତାକୁ କମେଣ୍ଟ ସେକ୍ସନରେ ମୋତେ ଜଣାଇବ। ତ ଚାଲନ୍ତୁ ଷ୍ଟାର୍ଟ କରିବା କ୍ଲାସଟିକୁ। କଳିଙ୍ଗ ଯୁଦ୍ଧ। ନା ଯେତେବେଳେ ଆମେ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଆମେ ଆଲୋଚନା କରୁଛନ୍ତି, ଏହି କଳିଙ୍ଗ ଯୁଦ୍ଧ ଶବ୍ଦରୁ ହିଁ ଆମେ ଜାଣିପାରୁଛନ୍ତି ଏହା କଳିଙ୍ଗ ଅର୍ଥାତ୍ ଉତ୍କଳ ଅର୍ଥାତ୍ ଆମ ଓଡ଼ିଶା ସହିତ ଜଡ଼ିତ। ତ ଓଡ଼ିଶାରେ ଘଟିଥିବା ଏହି ଯୁଦ୍ଧ କିପରି ଭାବରେ ସମଗ୍ର ବିଶ୍ୱ ଇତିହାସରେ ଏକ ସ୍ୱର୍ଣ୍ଣ ରୂପରେ ପରିଚିତ ହୋଇଛି ଏବଂ କିପରି ଭାବରେ ସ୍ୱର୍ଣ୍ଣ ଲିପିରେ ବର୍ଣ୍ଣିତ ହୋଇଛି ସେହି ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ତା ପୂର୍ବରୁ ଆମେ କିଛି ଆଲୋଚନା କରିବା କଳିଙ୍ଗ ଯୁଦ୍ଧ ପୂର୍ବରୁ ରହିଥିବା କିଛି ଭାରତ ଇତିହାସର ଯୁଦ୍ଧ ସମ୍ପର୍କରେ। ଯେପରିକି 1757 ମସିହାରେ ହୋଇଥିଲା ପଲାସି ଯୁଦ୍ଧ। ଏହି ଯୁଦ୍ଧ ହୋଇଥିଲା ସିରାଜ ଉଦ୍ ଦୌଲା, ଯିଏକି ବଙ୍ଗର ନବାବ ଥିଲେ, ତାଙ୍କ ସହିତ ହୋଇଥିଲା। ଏହାକୁ ମନେ ରଖିବ। ସେହିପରି 1764 ମସିହାରେ ହୋଇଥିଲା ବକ୍ସାର ଯୁଦ୍ଧ ଏବଂ 1191 ମସିହାରେ ହୋଇଥିଲା ପ୍ରଥମ ଦିରୋରୀ ଯୁଦ୍ଧ, ଯାହାକି ମହମ୍ମଦ ଘୋରୀ ଏବଂ ପୃଥ୍ୱୀରାଜ ଚୌହାନଙ୍କ ଦ୍ୱାରା। ଏବଂ ଦ୍ୱିତୀୟ ଦିରୋରୀ ଯୁଦ୍ଧ ଘଟିଥିଲା 1192 ତା ପର ବର୍ଷ ମହମ୍ମଦ ଘୋରୀ ଏବଂ ପୃଥ୍ୱୀରାଜ ଚୌହାନଙ୍କ ମଧ୍ୟରେ। ଏବଂ 1526 ମସିହାରେ ହୋଇଥିଲା ପାନିପଥ ଯୁଦ୍ଧ, ଯାହାକି ମୋଗଲ ସାମ୍ରାଜ୍ୟରେ ହୋଇଥିଲା ଏବଂ ଏହି ପାନିପଥ ଯୁଦ୍ଧ ବାବରଙ୍କ ସହିତ ଜଡ଼ିତ। ଅର୍ଥାତ୍ ଏହି ଯୁଦ୍ଧ ପରଠାରୁ ଆନୁଷ୍ଠାନିକ ଭାବେ ଭାରତ ବର୍ଷରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ଲାଭ କରିଥିଲା। ତେବେ ବର୍ତ୍ତମାନ ଆଲୋଚନା କରିବା କଳିଙ୍ଗ ଯୁଦ୍ଧର ପୃଷ୍ଠଭୂମି, ଅର୍ଥାତ୍ କଣ ପାଇଁ ଏହି କଳିଙ୍ଗ ଯୁଦ୍ଧ ଘଟିଥିଲା ଏବଂ ଏହି କଳିଙ୍ଗ ଯୁଦ୍ଧ ଘଟିବା ପୂର୍ବରୁ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟରେ କଣ ଘଟୁଥିଲା। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଧନାନନ୍ଦକୁ ପରାସ୍ତ କରି 322 BC ଅର୍ଥାତ୍ ବିଫୋର ଖ୍ରୀଷ୍ଟପୂର୍ବରେ ମୌର୍ଯ୍ୟ ଶାସନ ପ୍ରତିଷ୍ଠା କରିଥିଲେ। ତ ଜାଣିଲେ ନା ମୌର୍ଯ୍ୟ ବଂଶକୁ ପ୍ରତିଷ୍ଠା ଲାଭ କରିଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦ୍ୱାରା, ଯିଏକି ଗୁପ୍ତ ବଂଶର ଶାସକ ଧନାନନ୍ଦକୁ ପରାସ୍ତ କରିଥିଲେ 322 ଖ୍ରୀଷ୍ଟପୂର୍ବରେ। ବିନ୍ଦୁସାର ଯିଏ ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପୁତ୍ର ଆସିଲେ ବିନ୍ଦୁସାର। ସେ 293 BC ରୁ 273 BC ପର୍ଯ୍ୟନ୍ତ ନିଜର ଶାସନ କାର୍ଯ୍ୟ କରିଥିଲେ। ଏହାପରେ ଅଶୋକ 273 BCରେ ମୌର୍ଯ୍ୟ ସିଂହାସନ ଆରୋହଣ କରିଥିଲେ, କିନ୍ତୁ 269 BCରେ ତାଙ୍କର ରାଜ ଅଭିଷେକ ହୋଇଥିଲା। ଏହି ଯେଉଁ ସିଂହାସନ ଆରୋହଣ କରିବା ଏବଂ ରାଜ ଅଭିଷେକ ହେବା ମଧ୍ୟରେ ଦୀର୍ଘ 4 ବର୍ଷ ବିତି ଯାଇଥିଲା। ଏହି 4 ବର୍ଷ ମଧ୍ୟରେ କଣ କଣ ଘଟିଥିଲା ଯଦି ତାକୁ ଆମେ ଆଲୋଚନା କରିବା, ପ୍ରାୟ କୁହାଯାଏ ନା ଅଶୋକ ତାଙ୍କ 100 ଭ୍ରାତାଙ୍କୁ ଏହି 4 ବର୍ଷ ମଧ୍ୟରେ ସେ ହତ୍ୟା କରିଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସମଗ୍ର ସାମ୍ରାଜ୍ୟକୁ ନିଜ ଅଧୀନକୁ ଆଣିଥିଲେ। ନେକ୍ସଟ ରହିଛି କଣ ନା 261 BCରେ ଭୁବନେଶ୍ୱର ନିକଟବର୍ତ୍ତୀ ଦୟାନଦୀ କୂଳରେ ମଗଧ ଓ କଳିଙ୍ଗ ମଧ୍ୟରେ କଳିଙ୍ଗ ଯୁଦ୍ଧ ହୋଇଥିଲା। ନା ଯେତେବେଳେ ଆମେ ଆଲୋଚନା କରିଥିଲେ 16 ମହାଜନ ପଦ ସମ୍ପର୍କରେ, ତ ସେହି 16 ମହାଜନ ପଦ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ମହାଜନ ପଦ ଥିଲା ମଗଧ, ଯିଏକି ପ୍ରାୟ ସମସ୍ତ ମହାଜନ ପଦଗୁଡ଼ିକୁ ନିଜ ନିଜ ଅଧୀନକୁ ନେଇ ଆସିଥିଲା। ସେହିପରି 261 BCରେ ଅଶୋକଙ୍କ ସମୟରେ ଆସିଥିଲା ଏହି କଳିଙ୍ଗ ଯୁଦ୍ଧ। ଅଶୋକଙ୍କ ପାକିସ୍ତାନର ଶାହବାଜ ଗଡ଼ିର ତ୍ରୟୋଦଶ ଶିଳାଲେଖରୁ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ସୂଚନା ମିଳିଥାଏ। ଅର୍ଥାତ୍ ଅଶୋକ ଯେଉଁ ତ୍ରୟୋଦଶ ରକ୍ ଏଡିକ୍ଟ ଲେଖିଥିଲେ ପାକିସ୍ତାନର ଶାହବାଜ ଗଡ଼ିଠାରେ, ତ ସେଠାରୁ ଆମକୁ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ସବିଶେଷ ସୂଚନା ମିଳିଥାଏ। ଅଶୋକଙ୍କ ଏହି ତ୍ରୟୋଦଶ ଶିଳାଲେଖ ଖରସ୍ତି ଭାଷାରେ ଲିପିବଦ୍ଧ ହୋଇଥିଲା। ତ ତାଙ୍କର ଏଇ ଯେଉଁ ତ୍ରୟୋଦଶ ଶିଳାଲେଖଟି ରହିଲା,
ତାହା ଖରଷ୍ଟି ଭାଷାରେ ଲିପିବଦ୍ଧ ହୋଇଥିଲା। ବିନ୍ଦୁସାରଙ୍କୁ ଗ୍ରୀକ ମାନେ ଅମିତ୍ରକୋଟସ୍ ଏବଂ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଏଣ୍ଡ୍ରୋକୋଟସ୍ ନାମରେ ବା ସେଣ୍ଟ୍ରୋକୋଟସ୍ ନାମରେ ବୋଲି ଦୀକ୍ଷିତ କରୁଥିଲେ, ଯାହାର ଅର୍ଥ କଣ ଥିଲା ନା ବିଶ୍ୱ ବିଜୟୀ ବା ସେ ଅମିତ୍ରାଘାତ, ଅର୍ଥାତ୍ ଯେପରିକି ସେ କେବେ ମଧ୍ୟ ତାଙ୍କେ ପରାସ୍ତ ହୋଇନଥିଲେ। ମେଗାସ୍ଥିନିସ୍ଙ୍କ ଇଣ୍ଡିକା ପୁସ୍ତକରୁ ଏବଂ କୌଟିଲ୍ୟଙ୍କର ଅସ୍ତ୍ରଶାସ୍ତ୍ର ପୁସ୍ତକରୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଶାସନ ବ୍ୟବସ୍ଥା ସମ୍ପର୍କରେ ଆମେ ଜାଣିପାରିବା। ଅର୍ଥାତ୍ ମୌର୍ଯ୍ୟ ଶାସନ ବ୍ୟବସ୍ଥା ସମ୍ପର୍କରେ ଇଣ୍ଡିକା, ଯାହାକି ମେଗାସ୍ଥିନିସ୍ଙ୍କ ଦ୍ୱାରା ରଚିତ ହୋଇଥିଲା, ଏବଂ କୌଟିଲ୍ୟ ଯିଏକି ଲେଖିଥିଲେ ଅର୍ଥଶାସ୍ତ୍ର। ମଗଧ ସାମ୍ରାଜ୍ୟ ପୂର୍ବରେ ବ୍ରହ୍ମପୁତ୍ର ନଦୀଠାରୁ ପଶ୍ଚିମରେ ବଙ୍ଗୋପସାଗର, ଉତ୍ତରରେ ହିମାଳୟ ପର୍ବତ ଏବଂ ଦକ୍ଷିଣରେ ମହୀଶୂର କର୍ଣ୍ଣାଟକ ପର୍ଯ୍ୟନ୍ତ ଶାସନ ବ୍ୟବସ୍ଥା କଣ ବିସ୍ତୃତ ଭାବରେ ହୋଇଥିଲା। ଯଦି ଦେଖିବା ଭାରତର ମାନଚିତ୍ର ଏହିପରି ଭାବରେ ରହିଛି। ତ କଣ କହିଲା ନା ପୂର୍ବରେ ବ୍ରହ୍ମପୁତ୍ର ନଦୀଠାରୁ, ଏଠି ରହିଲା ପୂର୍ବରେ ବ୍ରହ୍ମପୁତ୍ର ନଦୀ ରହିଛି, ଏପଟେ ପୂର୍ବରେ ବ୍ରହ୍ମପୁତ୍ର ନଦୀ। ସେହିପରି ପଶ୍ଚିମରେ ବଙ୍ଗୋପସାଗର, ପଶ୍ଚିମରେ ଏଠି ରହିଛି ବଙ୍ଗୋପସାଗର, ଏଇଟା ବଙ୍ଗୋପସାଗର, ଏପଟଟା ହଉଛି ଆରବ ସାଗର। ସେହିପରି ଉତ୍ତରରେ ହିମାଳୟ, ଏଇଟା ହଉଛି ହିମାଳୟ, ତ ଏହିପରି ଭାବରେ, ଏବଂ ଦକ୍ଷିଣରେ କର୍ଣ୍ଣାଟକ, ଏଠି ରହିଛି କେରଳ କର୍ଣ୍ଣାଟକ। ତ ଏହି ଅଞ୍ଚଳ ପର୍ଯ୍ୟନ୍ତ ସମଗ୍ର ମଗଧ ସାମ୍ରାଜ୍ୟ ସେହି ସମୟରେ କଣ ବିସ୍ତୃତ ଲାଭ କରିଥିଲା। ବର୍ତ୍ତମାନ ଆଲୋଚନା କରିବା କଳିଙ୍ଗ ଯୁଦ୍ଧର କଣ କଣ ସବୁ କାରଣ ରହିଛି, ସେଇ କାରଣ ଗୁଡ଼ିକୁ ଏକ ବାଇ ଏକ ଆମେ ଆଲୋଚନା କରି ଯିବା। ତ ପ୍ରଥମ କାରଣ ରହିଛି ତମର ରାଜନୈତିକ କାରଣ, ଅର୍ଥାତ୍ ରାଜନୈତିକ ଦୃଷ୍ଟିକୋଣରୁ କିପରି ଭାବରେ ଆମର କଳିଙ୍ଗ ଯୁଦ୍ଧର ଆରମ୍ଭ ଘଟିଥିଲା। କଳିଙ୍ଗ ଯୁଦ୍ଧର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା ରାଜନୈତିକ କାରଣ। ପ୍ରାଚୀନ ଭାରତରେ କଳିଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। କଳିଙ୍ଗର ନାଗରିକମାନଙ୍କ ମଧ୍ୟରେ ରାଜନୈତିକ ଏକତା ଥିଲା। ସେମାନେ ରାଷ୍ଟ୍ରକୁ ଓ ନେତୃତ୍ୱକୁ ସର୍ବୋପରି ମନେ କରୁଥିଲେ। ଅର୍ଥାତ୍ ଆମେ ଜାଣିଲେ ରାଜନୈତିକ ଦୃଷ୍ଟିକୋଣରୁ କଳିଙ୍ଗ ସଫଳ ରାଜ୍ୟ ରୂପେ ପରିଚିତ ଥିଲା। ସେଠାକାର ଲୋକମାନେ ନିଜ ରାଷ୍ଟ୍ରକୁ ଅତ୍ୟଧିକ ଭଲ ପାଉଥିଲେ ଏବଂ ରାଷ୍ଟ୍ର ପାଇଁ ଜୀବନ ଦେବାକୁ ମଧ୍ୟ ପଛେଇ ନଥିଲେ, ଯାହାକି ଆମେ କଳିଙ୍ଗ ଯୁଦ୍ଧ ସମୟରେ ଦେଖିବାକୁ ମିଳିଥିଲା ସେହି ଦୃଶ୍ୟ। ଏହା ବ୍ୟତୀତ କଳିଙ୍ଗର ଭୌଗୋଳିକ ପରିସୀମା ପୂର୍ବରେ ଗଙ୍ଗା ନଦୀଠାରୁ ପଶ୍ଚିମରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଲାଭ କରିଥିଲା। ଅର୍ଥାତ୍ ମଗଧ ତୁଳନାରେ କଳିଙ୍ଗ ରାଜ୍ୟ ମଧ୍ୟ ପୁରାପୁରି ସମଗ୍ର ଭାରତ ବର୍ଷରେ ନିଜର ଖ୍ୟାତି ଅର୍ଜନ କରିଥିଲା। ରାଜନୈତିକ ଦୃଷ୍ଟିକୋଣରୁ ଏଭଳି ଶକ୍ତିଶାଳୀ ରାଷ୍ଟ୍ରକୁ ପାର୍ଶ୍ୱରେ ଅବସ୍ଥାନ କରିବା ଭବିଷ୍ୟତରେ ସମସ୍ୟା ଆଣିପାରେ ଚିନ୍ତା କରି ମଗଧ ସମ୍ରାଟ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ। ତ କଣ ହେଲା ନା ରାଜନୈତିକ ଦୃଷ୍ଟିକୋଣରୁ ଯେତେବେଳେ କଳିଙ୍ଗ ରାଷ୍ଟ୍ର ମଗଧ ରାଷ୍ଟ୍ର ପରି ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ବିବେଚିତ ହୋଇପାରିଛି, ଯେତେବେଳେ କଳିଙ୍ଗର ପଡ଼ୋଶୀ ରାଷ୍ଟ୍ରରେ ରହିଛି ମଗଧ, ତ ସେହିପରି ଅଶୋକ ଭାବିଲେ ଯଦି କଳିଙ୍ଗ ରାଷ୍ଟ୍ରକୁ ଯଦି ମୁଁ ପୂର୍ଣ୍ଣ ସ୍ୱାଧୀନତା ଦେବି, ତେବେ ଦିନେ ନା ଦିନେ ମୋତେ ମଧ୍ୟ ଆକ୍ରମଣ କରିବ। ତେଣୁ ସିଏ ମୋତେ ଆକ୍ରମଣ କରିବା ପୂର୍ବରୁ ମୁଁ ତାକୁ ଆକ୍ରମଣ କରିବି ଏବଂ କଳିଙ୍ଗ ରାଷ୍ଟ୍ରକୁ ନିଜ ଅଧୀନକୁ ନେଇ ଆଣିପାରିବି। ତ ନେକ୍ସଟ କଣ ରହିଛି? ନେକ୍ସଟ ରହିଛି ସାମରିକ କାରଣ। ସାମରିକ ମିନ୍ସ ତମେ ଜାଣିଥିବ ଡିଫେନ୍ସ, ଅର୍ଥାତ୍ ଆମର ଅସ୍ତ୍ରଶସ୍ତ୍ରର ପ୍ରୟୋଗ କିପରି, ସେନାବାହିନୀ। ଏହି ଦୃଷ୍ଟିରୁ କଣ ଥିଲା କାରଣ ଦେଖିବା। ପ୍ରାଚୀନ ଭାରତରେ କଳିଙ୍ଗ ଏକ ସାମରିକ ମହାଶକ୍ତି ରୂପେ ପରିଚିତ ଥିଲା। ନା ସାମରିକ ମହାଶକ୍ତି ଅର୍ଥାତ୍ ସମସ୍ତ ପ୍ରକାର ସାମରିକ ବାହିନୀ କଳିଙ୍ଗ ରାଷ୍ଟ୍ରର ସହିତ ଜଡ଼ିତ ଥିଲା। ଏହାର ପ୍ରମାଣ ହେଉଛି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ବିନ୍ଦୁସାର ଜୀବନ କାଳ ମଧ୍ୟରେ କଳିଙ୍ଗ ଆକ୍ରମଣ ମଧ୍ୟ କେବେ ମଧ୍ୟ କରି ନଥିଲେ। କଳିଙ୍ଗ ନିକଟରେ ଏକ ବିଶାଳ ଓ ଶକ୍ତିଶାଳୀ ସୈନ୍ୟବାହିନୀ ଥିଲା। ଏହାର ସୈନ୍ୟମାନେ ଦେଶ ମାତୃକାର ରକ୍ଷା କରିବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଉତ୍କଣ୍ଠିତ ରହୁଥିଲେ, ଅର୍ଥାତ୍ ସେମାନେ ସମ୍ପୂର୍ଣ୍ଣ ରୂପେ ଦେଶପ୍ରେମୀ ଥିଲେ। ସାମରିକ ଦୃଷ୍ଟିରୁ ଏଭଳି ଶକ୍ତିଶାଳୀ ରାଷ୍ଟ୍ର ପାର୍ଶ୍ୱରେ ଅବସ୍ଥାନ କରିବା ଭବିଷ୍ୟତରେ ବିପଦପୂର୍ଣ୍ଣ ହୋଇପାରେ ବୋଲି ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ।
ଥିଲେ। ଏହି ମଧ୍ୟ ସେଇ କାରଣ ରହିଲା, ଯଦି କଳିଙ୍ଗର ସେନାବାହିନୀ ଅତ୍ୟଧିକ ହୋଇଯିବେ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି କଳିଙ୍ଗ ରାଷ୍ଟ୍ର ମୋତେ ଆକ୍ରମଣ କରିପାରେ। ତ କଳିଙ୍ଗ ଆକ୍ରମଣ କରିବା ପୂର୍ବରୁ ମୁଁ ସତର୍କ ହୋଇ ଏବଂ ମୁଁ ନିଜେ କଳିଙ୍ଗକୁ ଆକ୍ରମଣ କରିବି ବୋଲି ଭାବି ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ। ନେକ୍ସଟ ତୃତୀୟ କାରଣ ଆସିଲା ଅର୍ଥନୈତିକ କାରଣ। କଳିଙ୍ଗ ପ୍ରାଚୀନ ଭାରତରେ ଅର୍ଥନୈତିକ ସମୃଦ୍ଧି ହାସଲ କରିଥିଲା। କଳିଙ୍ଗର ଉର୍ବର ମୃତ୍ତିକାର ସୁଯୋଗ ନେଇ ଏହାର କୃଷକମାନେ ଅଧିକ ଶସ୍ୟ ଉତ୍ପାଦନ କରି ଅର୍ଥନୈତିକ ପ୍ରଗତି ହାସଲ କରିଥିଲେ। କଳିଙ୍ଗର ଭୌଗୋଳିକ ଅବସ୍ଥିତି ସମୁଦ୍ର କୂଳରେ ରହିଥିବା ଯୋଗୁଁ ଏହାର ବାହ୍ୟ ବାଣିଜ୍ୟ କରି ପ୍ରଚୁର ପରିମାଣର ସମ୍ପତ୍ତି ଆୟ କରୁଥିଲେ। କଳିଙ୍ଗରେ ଥିବା ସାଧବପୁଅ ନାମକ ଗୋଷ୍ଠୀ ପଶ୍ଚିମ ଏସିଆ ଦେଶଗୁଡ଼ିକ ସହିତ ବାଣିଜ୍ୟ ବ୍ୟବସାୟ କରି ପ୍ରଚୁର ଆୟ କରୁଥିଲେ। ଦାକ୍ଷିଣାତ୍ୟକୁ ଯାଇଥିବା ବାଣିଜ୍ୟ ପଥଟି କଳିଙ୍ଗ ଦେଇ ଗତି କରୁଥିବାରୁ କର ରୂପେ ପ୍ରଚୁର ଆୟ ହେଉଥିଲା। ଏହି ସବୁ ଅର୍ଥନୈତିକ ଲାଭକୁ ନିଜର କରିବାକୁ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ। ତ ଆମେ ଜାଣିଛନ୍ତି ଅର୍ଥ ହିଁ ଅନର୍ଥର କାରଣ। ତ କିପରି ଭାବରେ ଅର୍ଥ ଆଜି କଳିଙ୍ଗର ଅନର୍ଥର କାରଣ ସାଜିଥିଲା ଦେଖିବା। ନା, ଇଏ ଥିଲା ଆମର କଳିଙ୍ଗର ଅଞ୍ଚଳ, ଇଏ ଥିଲା ଆମର ଓଡ଼ିଶା ବା ଉତ୍କଳ, ଏପଟେ ଥିଲା ଆମର ଆରବ ସାଗର ଯାହାକି ସମୁଦ୍ର, ଏଇ ଚତୁଃପାର୍ଶ୍ୱ ଅଞ୍ଚଳ ଗୁଡ଼ିକ ରହିଲା ମଗଧ, ଏଇଟା ଥିଲା ଆମର ଉତ୍କଳ। ତ ଏଇଠାରେ ଯେଉଁମାନେ ରହୁଥିଲେ ସେମାନେ ପ୍ରଚୁର ଭାବରେ କୃଷି କାର୍ଯ୍ୟ କରି ଜୀବନ ଯାପନ କରୁଥିଲେ। ତ ସମସ୍ତେ ଯାହା ବି ଶସ୍ୟ ଉତ୍ପାଦନ କରୁଥିଲେ ତାହାକୁ ରପ୍ତାନି କରିବା ପାଇଁ ଏହି ସାମୁଦ୍ରିକ ପଥରୁ ବ୍ୟବହାର କରାଯାଉଥିଲା। ଇଏ ଥିଲା ତୁମର ପୁରା ସମ୍ପୂର୍ଣ୍ଣ ରୂପେ ସାମୁଦ୍ରିକ ପଥ। ଏହି ଅଞ୍ଚଳ ଦେଇ ସେମାନେ ବିଭିନ୍ନ ପ୍ରକାର ଜାଭା, ସୁମାତ୍ରା ଭଳି ଅଞ୍ଚଳ, ଶ୍ରୀଲଙ୍କା ପରି ଅଞ୍ଚଳକୁ ଯାଇ ନିଜର ବାଣିଜ୍ୟ ବ୍ୟବସାୟ କରୁଥିଲେ, ଯାହାକି ଆମେ ସାଧବ ପୁଅମାନଙ୍କ କଥା ଜାଣିଛନ୍ତି। ତ ଆମେ ଶୁଣିଥିଲେ ଯେପରିକି ଆମର ପ୍ରତିବର୍ଷ କଟକରେ ବାଲିଯାତ୍ରାର ଅନୁଷ୍ଠିତ ହେଉଛି। ତେଣୁ ଏହି କଳିଙ୍ଗର ଏହିପରି ପ୍ରଗତି ଦେଖି ଅଶୋକ କଳିଙ୍ଗକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ। ନେକ୍ସଟ ରହିଛି କାରୁବାକି କିମ୍ବଦନ୍ତୀ। ତ କାରୁବାକି କିମ୍ବଦନ୍ତୀ କ'ଣ? ଏହା ଏକ ଆଲୋଚ୍ୟପୂର୍ଣ୍ଣ ଘଟଣା। ଓଡ଼ିଶାରେ ପ୍ରଚଳିତ ଲୋକକଥା, କିମ୍ବଦନ୍ତୀ ଓ ବିଭିନ୍ନ ଆଞ୍ଚଳିକ ସାହିତ୍ୟର ବର୍ଣ୍ଣନା ଅନୁଯାୟୀ କଳିଙ୍ଗର ଧୀବର ଶ୍ରେଣୀ କିମ୍ବା ରାଜ ପରିବାରରେ କାରୁବାକି ନାମକ ଏକ ଅତ୍ୟନ୍ତ ସୁନ୍ଦରୀ କନ୍ୟା ଥିଲା। ତ ସେହି ସମୟର ଯଦି ଆମେ ଲୋକକଥାକୁ ଆଲୋଚନା କରିବା କିମ୍ବା ଐତିହାସିକ ମାନେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି, ସେହି ମତକୁ ଯଦି ଆଲୋଚନା କରିବା ତେବେ ଆମେ ଜାଣିବା ସେହି ସମୟରେ ଉତ୍କଳରେ ଧୀବର ଶ୍ରେଣୀ କିମ୍ବା ଗୋଟେ ରାଜ ପରିବାର ଥିଲେ ଏବଂ ସେ ରାଜ ପରିବାରର କନ୍ୟା ଥିଲେ କାରୁବାକି, ଯିଏକି ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଥିଲେ। ଅଶୋକ କାରୁବାକିଙ୍କ ସୁନ୍ଦରତାରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ କଳିଙ୍ଗକୁ ଦେଇଥିଲେ, କିନ୍ତୁ କଳିଙ୍ଗ ଦ୍ୱାରା ସେହି ପ୍ରସ୍ତାବଟି ପ୍ରତ୍ୟାଖ୍ୟାନ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଅଶୋକ କାରୁବାକିଙ୍କୁ ପ୍ରାପ୍ତ କରିବା ପାଇଁ କଳିଙ୍ଗ ଆକ୍ରମଣ କରିଥିଲେ। ତ ଆମେ ଜାଣିଲେ କାରୁବାକି କିମ୍ବଦନ୍ତୀରେ ଯେ ଅଶୋକ ସେହି କାରୁବାକି କନ୍ୟାକୁ ପାଇବା ପାଇଁ ସମ୍ପୂର୍ଣ୍ଣ କଳିଙ୍ଗକୁ ଆକ୍ରମଣ କରିଥିଲେ। ତ ପରବର୍ତ୍ତୀ ଥିଲା ନା ଅଶୋକଙ୍କର ଧନରତ୍ନ ଯାହା ସବୁ ଲୁଣ୍ଠନ ହୋଇଥିଲା, ଲୁଣ୍ଠନ ଉପାଖ୍ୟାନ କ'ଣ ରହିଛି? ତିବ୍ଦତୀୟ ଲେଖକ ତାରାନାଥଙ୍କ ବର୍ଣ୍ଣନା ଅନୁଯାୟୀ ତିବ୍ଦତର ଜଣେ ଐତିହାସିକ ଥିଲେ ଯାହାଙ୍କ ନାଁ ଥିଲା ତାରାନାଥ। ସେ କ'ଣ କହିଥିଲେ ନା ଏକଦା ବିଦେଶରୁ ଜଳପଥରେ ଅଶୋକଙ୍କ ପାଇଁ ମୂଲ୍ୟବାନ ଧନ ସମ୍ପତ୍ତି ଆସୁଥିଲା। ତ ଆମେ ଜାଣିଛନ୍ତି ଉତ୍କଳ ଏପଟେ ରହିଛି ଆରବ ସାଗର, ଏହି ରାସ୍ତା ଦେଇ ଆସୁଥିଲା। ତ ଆସିବା ସମୟରେ କ'ଣ ହୋଇଛି? ଜାହାଜଟି କଳିଙ୍ଗର ଉପକୂଳରେ ଲାଗିବା ପରେ କଳିଙ୍ଗର ଜଳଦସ୍ୟୁ ମାନେ ସେଥିରେ ଥିବା ଧନ ସମ୍ପତ୍ତିକୁ ଲୁଣ୍ଠନ କରି ନେଇଥିଲେ। ତ ଏଠାରେ ଗୋଟେ ଗୋଷ୍ଠୀ ଥିଲେ ନାଗା ଗୋଷ୍ଠୀ। ସେଇ ନାଗା ଗୋଷ୍ଠୀ କ'ଣ କରୁଥିଲେ ନା ଜଳରେ ଯାହା ବି ଧନ ସମ୍ପତ୍ତି ଆସୁଥିଲା ସେଇ ଧନ ସମ୍ପତ୍ତି ଗୁଡ଼ିକୁ ଲୁଣ୍ଠନ କରି ନେଉଥିଲେ। ସେହିପରି ଭାବରେ ସେମାନେ ଅଶୋକଙ୍କର ଧନ ସମ୍ପତ୍ତିକୁ ମଧ୍ୟ ଲୁଣ୍ଠନ କରି ନେଇଥିଲେ। ଏଥିପାଇଁ ଅଶୋକ କଳିଙ୍ଗର ପ୍ରଶାସନକୁ ଦାୟୀ କରି କ୍ଷତିପୂରଣ ମାଗିଥିଲେ, କିନ୍ତୁ କଳିଙ୍ଗର ପ୍ରଶାସନ କୌଣସି ପ୍ରକାର କ୍ଷତିପୂରଣ ଦେବାକୁ ମନା କରିଥିଲେ। ଏଥିରେ ଅଶୋକ ଉତ୍କ୍ଷିପ୍ତ ହୋଇ କଳିଙ୍ଗ ଆକ୍ରମଣ କରିଥିଲେ। ତ ଏହିପରି ଭାବରେ ଅଶୋକ ଏହି ଗୁଡ଼ାଏ କାରଣ ଯୋଗୁଁ
କଳିଙ୍ଗକୁ ଆକ୍ରମଣ କଲେ, ଯାହା ଫଳରେ କଳିଙ୍ଗ ଯୁଦ୍ଧ ଘଟିଥିଲା। କଳିଙ୍ଗ ଯୁଦ୍ଧ ଘଟିବା ପରେ କଣ ସବୁ ଫଳାଫଳ ଦେଖାଯାଇଥିଲା, ତ ସେଇଗୁଡ଼ିକ ବର୍ତ୍ତମାନ ଆମେ ଆଲୋଚନା କରିବା। ଫଳାଫଳ କଣ ରହିଛି ନା, ଫାଷ୍ଟ ଫଳାଫଳ ରହିଥିଲା ଆକସ୍ମିକ ଭାବରେ କଣ ସବୁ ପରିବର୍ତ୍ତନ ଘଟିଥିଲା। 261 BCରେ ହୋଇଥିବା କଳିଙ୍ଗ ଯୁଦ୍ଧରେ କଳିଙ୍ଗ ପରାଜିତ ହୋଇ ମଗଧ ଜୟଲାଭ କରିଥିଲା। ଯୁଦ୍ଧ ଅତି ଭୟଙ୍କର ଥିଲା। ଅଶୋକଙ୍କ ବର୍ଣ୍ଣନା ଅନୁଯାୟୀ 1 ଲକ୍ଷ ସୈନ୍ୟ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ। 1.5 ଲକ୍ଷରୁ ଅଧିକ ସୈନ୍ୟବାହିନୀ ବନ୍ଦୀ ହୋଇଥିଲେ ଏବଂ ଉଭୟ ପକ୍ଷରେ ପ୍ରାୟ 2.5 ଲକ୍ଷ ସୈନ୍ୟ ପରବର୍ତ୍ତୀ ସମୟରେ ଆହତ ସମସ୍ୟା ଯୋଗୁଁ ମୃତ୍ୟୁବରଣ ମଧ୍ୟ କରିଥିଲେ। ତ ଯୁଦ୍ଧର ବିଭୀଷିକା କିପରି ଥିଲା ଜାଣିପାରିଲେ ନା, ପ୍ରାୟ 1 ଲକ୍ଷ ସୈନ୍ୟ ମୃତ୍ୟୁବରଣ କରିଥିଲେ, 1.5 ଲକ୍ଷ ସୈନ୍ୟ କଣ ବନ୍ଦୀ ହୋଇଥିଲେ ଏବଂ 2.5 ଲକ୍ଷ ସୈନ୍ୟ ମୃତ୍ୟୁବରଣ କରିଥିଲେ ଆହତ ହୋଇ। ନେକ୍ସଟ, ଅଶୋକଙ୍କ ମନ ପରିବର୍ତ୍ତନ ହୋଇଥିଲା କଣ? ଗୋଟିଏ ଫଳାଫଳ ଆସିଲା ଅଶୋକଙ୍କର ମନ ପରିବର୍ତ୍ତନ। କଳିଙ୍ଗ ଯୁଦ୍ଧର ବିଭୀଷିକା ଅଶୋକଙ୍କ ମନକୁ ଗଭୀର ଭାବରେ ବ୍ୟଥିତ କରିଥିଲା। ଏହା ଦ୍ୱାରା ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଯୁଦ୍ଧ ପରବର୍ତ୍ତୀ ସମୟରେ ସେ ରାଷ୍ଟ୍ରର ସମସ୍ତ ନାଗରିକମାନଙ୍କ ପାଇଁ ପିତୃତୁଲ୍ୟ ସ୍ନେହ ପ୍ରଦାନ କରି ସେମାନଙ୍କ ଉନ୍ନତି ସକାଶେ କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ। ତ କଳିଙ୍ଗ ଯୁଦ୍ଧ ଅଶୋକଙ୍କ ମନରେ ବିରାଟ ପରିବର୍ତ୍ତନ ଆଣିଥିଲା, ଯାହାଫଳରେ ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ତ ସେ କେଉଁ ଧର୍ମ ଗ୍ରହଣ କରିଥିଲେ ନା, ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଯାହାଫଳରେ ସେ କହିଥିଲେ ବୁଦ୍ଧಂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି। ଅର୍ଥାତ୍ ମୁଁ ବୁଦ୍ଧ ଧର୍ମରେ ଦୀକ୍ଷିତ ହେଲି, ମୁଁ ବୁଦ୍ଧ ସଂଘରେ ଦୀକ୍ଷିତ ହେଲି। ଏହିପରି ଭାବରେ ନିଜ ଜୀବନକୁ ବୌଦ୍ଧ ଧର୍ମର ବିକାଶରେ ଏବଂ ରାଷ୍ଟ୍ରର ବିକାଶରେ ସେ ସମୟ ପ୍ରଦାନ କରିଥିଲେ। ତ ଦ୍ୱିତୀୟରେ କଣ ରହିଛି, ଅଶୋକଙ୍କ ବୌଦ୍ଧ ଧର୍ମ ଗ୍ରହଣ। କଳିଙ୍ଗ ଯୁଦ୍ଧର ରକ୍ତପାତ ଅଶୋକଙ୍କୁ ଗଭୀର ଭାବରେ ମର୍ମୋହିତ କରିଥିଲା। ସେ ହିଂସା ମାର୍ଗ ତ୍ୟାଗ କରି ଅହିଂସା ମାର୍ଗରେ ଶରଣ ନେଲେ। ତତ୍କାଳୀନ ସମୟରେ ଅହିଂସା ମୂଳମନ୍ତ୍ର ଥିବା ଗୋଟିଏ ମାତ୍ର ମହାନ ଧର୍ମ ଥିଲା ବୌଦ୍ଧ ଧର୍ମ। ତେଣୁ ଅଶୋକ ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତଙ୍କ ଦ୍ୱାରା ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ। ତାହାକୁ ମନେ ରଖିବ। ଅଶୋକ କେଉଁ ବୌଦ୍ଧ ସନ୍ନ୍ୟାସୀଙ୍କ ଦ୍ୱାରା ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ ନା, ଉପଗୁପ୍ତ। ଭଲ ଭାବରେ ମନେ ରଖିବ, ସର୍ଟ କ୍ୱେଶ୍ଚିନ୍ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତ ନେକ୍ସଟ ରହିଛି ଅଶୋକଙ୍କର ଦ୍ୱାରା ବୌଦ୍ଧ ଧର୍ମର ପ୍ରଚାର ପ୍ରସାର। ବୌଦ୍ଧ ଧର୍ମର ମୂଳମନ୍ତ୍ର ଥିଲା ଅହିଂସା। ଅହିଂସା ପରମ ଧର୍ମ। ଅହିଂସା ଅର୍ଥାତ୍ କଣ ନା, ଜୀବ ହିଂସା କରିବା ନାହିଁ ଆଉ ଶାନ୍ତି ମାଧ୍ୟମରେ ପରିବର୍ତ୍ତନ। ସେହି ଅହିଂସାର ବ୍ୟାପକ ପ୍ରଚାର କରି ବିଶ୍ୱ ଶାନ୍ତି ସ୍ଥାପନ କରିବା ଉଦ୍ଦେଶ୍ୟ ନେଇ ଅଶୋକ ବୌଦ୍ଧ ଧର୍ମର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଉଥିଲେ। ସେ ନିଜେ ଅନ୍ତରଙ୍ଗ ବ୍ୟକ୍ତି ଓ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ବିଭିନ୍ନ ରାଜ୍ୟକୁ ପ୍ରେରଣ ପୂର୍ବକ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ମଧ୍ୟ କରୁଥିଲେ। ତ ସେ କଣ କଣ କରୁଥିଲେ ନା, ତାଙ୍କ ପୁତ୍ର ମହେନ୍ଦ୍ର ଏବଂ ସଂଘମିତ୍ରା କନ୍ୟାକୁ ସିଂହଳ ବା ଶ୍ରୀଲଙ୍କାକୁ ପଠାଇଥିଲେ ବୌଦ୍ଧ ଧର୍ମର ବିକାଶ ପାଇଁ। ମହାରକ୍ଷିତ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଗ୍ରୀସ ପଠାଇଥିଲେ ଏବଂ ସୋନ ଓ ଉତ୍ତରଙ୍କୁ ସୁବର୍ଣ୍ଣଭୂମି ବା ମାଳଦ୍ୱୀପକୁ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ପଠାଇଥିଲେ ବୌଦ୍ଧ ଧର୍ମର ବିକାଶ ପାଇଁ। ନେକ୍ସଟ ରହିଥିଲା ନା, ଅଶୋକଙ୍କ ଶାସନ ନୀତିରେ କଣ ସବୁ ପରିବର୍ତ୍ତନ ଆସିଥିଲା। କଳିଙ୍ଗ ଯୁଦ୍ଧ ପରବର୍ତ୍ତୀ ସମୟରେ ଅଶୋକଙ୍କ ମନ ପରିବର୍ତ୍ତିତ ହୋଇ ସେ ଉଦାର ମନୋଭାବ ପୋଷଣ କରିବା ସହିତ ନିଜ ଶାସନ ବ୍ୟବସ୍ଥାକୁ ଅଧିକ ଜନମଙ୍ଗଳକାରୀ କରିଥିଲେ। ସେ ଲୋକଙ୍କ ପାଇଁ ପୁଷ୍କରିଣୀ ଅର୍ଥାତ୍ କୂଅ ଖୋଳି ଦେଇଥିଲେ, ତା ସହିତ ପୋଖରୀ ମଧ୍ୟ ଖୋଳିଥିଲେ ଏବଂ ରାସ୍ତା, ଆଶ୍ରୟସ୍ଥଳୀ ଗୁଡ଼ିକ ନିର୍ମାଣ କରିଥିଲେ। ସେ ସମସ୍ତ କର ହାରକୁ 1/6 ଅଂଶରୁ 1/8 ଭାଗକୁ କରିଦେଇଥିଲେ। ଅର୍ଥାତ୍ ସେ ସମସ୍ତ ପ୍ରକାର ଜନମଙ୍ଗଳ କାର୍ଯ୍ୟରେ ନିଜକୁ ବିନିয়োଜିତ କରିଥିଲେ। ଏବଂ ଲାଷ୍ଟରେ କଣ ରହିଛି ନା, ଭାରତୀୟ ସ୍ଥାପତ୍ୟର ବିକାଶ। ଅର୍ଥାତ୍ ଅଶୋକ କିପରି ଭାରତୀୟ ସ୍ଥାପତ୍ୟର ବିକାଶ କରିଥିଲେ, ଚାଲନ୍ତୁ ଆଲୋଚନା କରିବା। କଳିଙ୍ଗ ଯୁଦ୍ଧ ପରେ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ସେ ବୌଦ୍ଧ ଧର୍ମର
ଧର୍ମୀୟ ଆବଶ୍ୟକତା ଅନୁଯାୟୀ ସ୍ତୂପ, ତା ସହିତ ବିହାର, ଚୈତ୍ୟ ବା ଚିତ୍ରଗୁଡ଼ିକ ଭଳି ବହୁ ସଂଖ୍ୟକ ସ୍ଥାପତ୍ୟ କୀର୍ତ୍ତିଗୁଡ଼ିକ ନିର୍ମାଣ କରିଥିଲେ। ଏହାଦ୍ୱାରା ଭାରତୀୟ ସ୍ଥାପତ୍ୟ କଳାର ବିକାଶ ଘଟିଥିଲା। ସେହିପରି ଏହା ମଥୁରା, ସାରନାଥ, କୁଶିନରା, ତକ୍ଷଶିଳା ଆଦି ଅନେକ ସ୍ଥାନରେ ଅଶୋକଙ୍କ ଦ୍ୱାରା ନିର୍ମିତ ସ୍ତୂପ ଏବଂ ମୌର୍ଯ୍ୟ କଳାଗୁଡ଼ିକ ଜ୍ୱଳନ୍ତ ନିଦର୍ଶନ ଅଟେ। ଏହିପରି ଭାବରେ ଅଶୋକ କଳିଙ୍ଗ ଯୁଦ୍ଧ ତାଙ୍କ ଜୀବନର ଶେଷ ଯୁଦ୍ଧ ଘଟିଥିଲା ଏବଂ ଏହା ସମଗ୍ର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଥିଲା। ତେଣୁ ଜଣେ ଐତିହାସିକ କହିଥିଲେ, ମୋର ଭଲ ଭାବରେ ମନେ ନାହିଁ କେହି କହିଥିଲେ ନା କଳିଙ୍ଗ ୱାର୍ ଇଜ୍ ଦ ଫାଷ୍ଟ ଆଣ୍ଡ ଲାଷ୍ଟ ୱାର୍ ଅଫ୍ ଅଶୋକସ୍ ଲାଇଫ୍। ତେଣୁ ସେ କୁହାଯାଇଥିଲା ଗୋଟେ ଟର୍ମ ତମେ ଶୁଣିଥିବ, କଣ ଟର୍ମଟା ଥିଲା ନା Ashoka the Great. Why he called great? Because Kalinga War is his first and last war of his life. ତାଙ୍କ ଜୀବନର ଶେଷ ଏବଂ ପ୍ରଥମ ଯୁଦ୍ଧ ହୋଇଥିଲା କଳିଙ୍ଗ ଯୁଦ୍ଧ, ଯାହା ତାଙ୍କୁ ଶ୍ରେଷ୍ଠତ୍ୱର ଉପାଧି ଅର୍ପଣ କରିଥିଲା। ତ ଏହିପରି ଭାବରେ ସମ୍ପୂର୍ଣ୍ଣ କ୍ଲାସଟି ତମର ଶେଷ ହୋଇଛି। ତ ତମେ ଦେଖିପାରିବ ଆମେ କିପରି ଭାବରେ କଳିଙ୍ଗ ଯୁଦ୍ଧ ଏବଂ ତାର କାରଣ ଫଳାଫଳ ଗୁଡ଼ିକ ସମ୍ପୂର୍ଣ୍ଣ ରୂପରେ ଆଲୋଚନା କଲେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର କରିବ। ତା ସହିତ ଏହିପରି ଭାବରେ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିଥିବ। ଥ୍ୟାଙ୍କ ୟୁ ଅଲ୍ ଅଫ୍ ୟୁ।